ମାନ୍ୟବର ସୁପ୍ରିମ କୋର୍ଟକୁ ମୁଁ ଅନୁରୋଧ କରିବି ଗୋଟିଏ ସାଧାରଣ ଜନତା ହିସାବରେ ଆମ ଏ ସମାଜ ପାଇଁ ଏଇ ଲଭ୍ ଜିହାଦ ପାଇଁ ଗୋଟିଏ ଷ୍ଟ୍ରଙ୍ଗ ଆଇନ ଆଣନ୍ତୁ। ସେ ଆଇନଟା ଏଇଆ ରହିବା ଉଚିତ ଯେ ଯଦି କୌଣସି ହିନ୍ଦୁ ଝିଅ ମୁସଲିମ ପୁଅକୁ ମ୍ୟାରେଜ କରୁଛି କିମ୍ବା ତାକୁ ଲଭ୍ କରୁଛି ତା ସହିତ ରିଲେସନ ରଖୁଛି ତାପରେ ଯଦି ତା ସହିତ କୌଣସି ଦୁର୍ଘଟଣା ଘଟିଲା ସେଥିପାଇଁ ଆଇନ ଦାୟୀ ରହିବ ନାହିଁ କିମ୍ବା ତାଙ୍କ ପରିବାରର କୌଣସି ଲୋକ କେସ୍ କରିପାରିବେ ନାହିଁ। କାହିଁକିନା ଆମ ସମାଜରେ ଏଇଭଳିଆ ଅନେକ ଘଟଣା ଘଟୁଛି ଲଭ୍ ଜେହାଦର ସଂଖ୍ୟା ଏତେ ମାତ୍ରାରେ ବଢିଗଲାଣି ଯେ ସେଇଟାକୁ ଆଉ କହିବା କିଛି ଆବଶ୍ୟକ ନାହିଁ। ତଥାପି ଲୋକମାନେ ଜାଣି ଜାଣିକି ଭୁଲ କରୁଛନ୍ତି ଆଉ ବାରମ୍ବାର ସେଇ ଲାଇନରେ ଯାଉଛନ୍ତି। ଏବେ ଯୋଉ ଆପଣ ମାନେ ଦେଖୁଛନ୍ତି ଇଏ ଝିଅଟି ନାଁ ହଉଛି କନିକା ଶର୍ମା ଯିଏକି ୟୁଟ୍ୟୁବରେ ଭିଡିଓ ବନାଏ ଏଇ ପିଲାଟି ସହିତ। ୟା ନାଁ ହଉଛି ସାକିବ ଯିଏକି ଧର୍ମର ଜଣେ ମୁସଲିମ। ଏମାନେ ରିସେଣ୍ଟଲି ଗୋଟେ ଘର କିଣିଛନ୍ତି ଆଉ ମ୍ୟାରେଜ କରିବା ପାଇଁ ଯାଉଛନ୍ତି। ଆଜ୍ଞା ଆପଣ ମାନେ କହିଲେ ଆଗକୁ କଣ ପୁଣି ଏମିତି ଭୁଲ ନହବ ତାର କଣ କିଛି ଗ୍ୟାରେଣ୍ଟି ଅଛି? ଆଜିର ସମାଜରେ ଲଭ୍ ଜିହାଦ କୋଉ ଭଳି ମାତ୍ରାରେ ଦୁର୍ଘଟଣା ଘଟୁଛି, କୋଉ ଭଳିଆ ମାରିକି ଫୋପାଡ଼ି ଦଉଛନ୍ତି, ଏସବୁ ଘଟଣା ଆଉ ସମାଜରେ ଆଉ ଅଛପା ନାହିଁ। ତଥାପି ଜାଣି ଜାଣି ବାରମ୍ବାର ଭୁଲ କରୁଛନ୍ତି। ଖାଲି ହିନ୍ଦୁ ଝିଅ ପାଇଁ ନୁହେଁ, ମୁସଲିମ ଝିଅ ବି ଯଦି କୌଣସି ହିନ୍ଦୁ ପୁଅକୁ ମ୍ୟାରେଜ କରୁଛି, ମୁସଲିମ ଝିଅ ବି ଯଦି କୌଣସି ହିନ୍ଦୁ ପୁଅକୁ ମ୍ୟାରେଜ କରୁଛି କିମ୍ବା ହିନ୍ଦୁ ଝିଅ ବି ଯଦି କୌଣସି ମୁସଲିମ ପୁଅକୁ ମ୍ୟାରେଜ କରୁଛି, ତାଙ୍କ ଭିତରେ ଯଦି କିଛି ଦୁର୍ଘଟଣା ଘଟିଲା ସେଥିପାଇଁ ଆଇନ ଦାୟୀ ରହିବ ନାହିଁ ଆଉ ସେମାନେ ସେଥିପାଇଁ କେସ୍ କରିପାରିବେ ନାହିଁ। ମାନ୍ୟବର ସୁପ୍ରିମକୋର୍ଟ ଏଇ ଆଇନଟିକୁ ଆଣନ୍ତୁ, ଦେଖିବେ ଆମ ସମାଜରେ ଲଭ୍ ଜିହାଦର ସଂଖ୍ୟା ବହୁତ କମିଯିବ। ଏଇଟା ହଉଛି ମୋର ପୁରା ବିଶ୍ୱାସ। କିନ୍ତୁ ଆଜ୍ଞା ଏଇ ଭୁଲ ବାରମ୍ବାର ଆଜିର ଯୁବ ମାନେ କରୁଛନ୍ତି ଏବଂ କରି ଆସୁଛନ୍ତି, ଆଗକୁ କରିବେ ମଧ୍ୟ। ତେଣୁ ମାନ୍ୟବର ସୁପ୍ରିମକୋର୍ଟ ଏଇ ଆଇନଟିକୁ ଆଣିବା ନିହାତି ଦରକାର। କେତେ ସମାଜରେ କେସ୍ ଘଟିଲାଣି, ଏ ସମାଜରେ କେତେ କେସ୍ ଆପଣ ମାନେ ପୁରା କରିବେ, ସଲ୍ଭ କରିବେ। ତେଣୁ ଏ ଲଭ୍ ଜିହାଦର ଏ ଆଇନଟିକୁ ଆପଣ ମାନେ ଷ୍ଟ୍ରଙ୍ଗ ଆଇନଟି ଆଣନ୍ତୁ, ଦେଖିବେ ଆମ ସମାଜରେ ଲଭ୍ ଜିହାଦର ସଂଖ୍ୟା ବହୁ ମାତ୍ରାରେ କମିଯିବ। ଯଦି କୌଣସି ଅନ୍ୟ ଧର୍ମର ବ୍ୟକ୍ତି ଅନ୍ୟ ଧର୍ମକୁ ମ୍ୟାରେଜ କରୁଛି, ତାଙ୍କ ସହିତ ଘଟୁଥିବା ଯେ କୌଣସି ଦୁର୍ଘଟଣା, ସେ ଲଭ୍ ଜିହାଦ ହଉ କିଛି ବି ଦୁର୍ଘଟଣା ଘଟୁ, ସେଥିପାଇଁ ଆଇନ ଦାୟୀ ରହିବ ନାହିଁ ଆଉ ସେମାନେ ସେଥିପ୍ରତି କେସ୍ କରିପାରିବେ ନାହିଁ। ଏଇ ଆଇନଟି ହିଁ ଆମ ସମାଜରେ ବହୁତ ଭଲ ପ୍ରଭାବ ପକେଇବ ବୋଲି ମୋର ଆଶା ଓ ବିଶ୍ୱାସ। ଥରେ ଆପଣ ଚିନ୍ତା କରିକି ଦେଖନ୍ତୁ। ଜୟ ଜଗନ୍ନାଥ।